ଯେତିକି ଆବଶ୍ୟକ ସେତିକି କୁହ। ମୁଁ ଦେଖିଛି କି ଅନେକ ଥର ତୁମେ ଆବଶ୍ୟକଠାରୁ ଅଧିକ କଥାବାର୍ତ୍ତା କର। ଯଦି ତୁମେ ଯେତିକି ଆବଶ୍ୟକ ସେତିକି କୁହ, ତେବେ ତୁମେ ଲାଭରେ ରହିବ। ବେଳେବେଳେ ଅତ୍ୟଧିକ କଥା କହିବା ଦ୍ୱାରା ତୁମେ କିଛି ଏମିତି କଥା କହିଯାଅ କି ଯାହା ତୁମ ସାମ୍ନାରେ ଥିବା ଲୋକର ମନକୁ ଦୁଃଖ ପହଞ୍ଚାଇଥାଏ। କିମ୍ବା ତୁମେ ଏପରି କିଛି ଜଣାଇ ଦିଅ ଯାହାକୁ ତୁମେ ଜଣାଇବା ଉଚିତ ନଥିଲା। ତୁମ ମନର ସବୁ କଥାକୁ ସମସ୍ତଙ୍କୁ ଜଣାଇବା ଜରୁରୀ ନୁହେଁ। ଯଦି ତୁମେ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା କୌଣସି ଖାସ୍ ବ୍ୟକ୍ତିକୁ କହିବାକୁ ଚାହୁଁଛ, ତେବେ ବୁଝି ବିଚାରି କୁହ। କାରଣ ତୁମକୁ ଯିଏ ଖାସ୍ ଲାଗେ ସିଏ ସଚ୍ଚୋଟ ହୋଇପାରେ, ଏହା ବି ଜରୁରୀ ନୁହେଁ। ଅନେକ ସମୟରେ ତୁମେ ଅନ୍ୟମାନଙ୍କଠାରୁ ବହୁତ ଆଶା ରଖୁଛ। ଯେତେବେଳେ ସେମାନେ ତୁମ ଆଶା ଉପରେ କାର୍ଯ୍ୟ କରନ୍ତି ନାହିଁ, ତାପରେ ତୁମେ ନିରାଶା ଅନୁଭବ କର। ତୁମକୁ ନିରାଶା ହାସଲ ହୁଏ। ଏଥିପାଇଁ ଭୁଲ ତାଙ୍କର ନୁହେଁ, ତୁମର। କାରଣ ଆଶା ତୁମ ତରଫରୁ ଥିଲା। ହଁ, ତୁମେ ମଧ୍ୟ ନିଜ ଜୀବନରେ ସମସ୍ତଙ୍କୁ ଖୁସି ରଖିପାରିବ ନାହିଁ। କାରଣ 10 ଲୋକଙ୍କର 10 ମତ। ସମସ୍ତଙ୍କର ନିଜ ନିଜର ଏକ ଚିନ୍ତାଧାରା ରହିଛି। ସେଥିପାଇଁ କେହି ନା କେହି ତ ତୁମ ଉପରେ ସମ୍ପୂର୍ଣ୍ଣ ଭାବରେ ଖୁସି ହୋଇପାରିବେ ନାହିଁ। ତେଣୁ ଆଡଜଷ୍ଟ କରିବା ଶିଖ, ସିଏ ବି ଏବଂ ତୁମେ ବି। ତେବେ ଯାଇ ତୁମ ଜୀବନର ଗାଡ଼ି ଆଗକୁ ଚାଲିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।